ପିଲାମାନେ ତମମାନେ ଥମ୍ବନେଲ ଦେଖି ଜାଣି ପାରୁଥିବ ଆଜି ଏହି ଭିଡିଓରେ ଆମେ ତମ +2 ବୋର୍ଡ ପରୀକ୍ଷା ପାଇଁ ଇକୋନୋମିକ୍ସ ବା ଅର୍ଥଶାସ୍ତ୍ରର ୟୁନିଟ୍ 3 ରୁ କିଛି 2 ମାର୍କିଆ ପ୍ରଶ୍ନ ଆମେ ଆଲୋଚନା କରିବା ଏବଂ ସହଜରେ ବୁଝିବା। ତ ପିଲାମାନେ ତା ପୂର୍ବରୁ ତମମାନେ ଯଦି ଏହି ଚ୍ୟାନେଲରେ ନୂଆ ଅଛ ତାହେଲେ ଚ୍ୟାନେଲଟିକୁ ପ୍ରଥମେ ସବସ୍କ୍ରାଇବ କରିଦିଅ। ତ ପିଲାମାନେ ଯେହେତୁ ତମମାନଙ୍କ ବୋର୍ଡ ଏକ୍ଜାମ ଆଉ ଅଳ୍ପ ଦିନ ରହିଲା ଆମେ ଆଉ ସମୟ ନଷ୍ଟ ନ କରି ଦେଖିବା ପ୍ରଥମ ପ୍ରଶ୍ନ କ'ଣ ଅଛି। ପ୍ରାନ୍ତୀୟ ଉତ୍ପାଦ କାହାକୁ କୁହାଯାଏ? ତ ପିଲାମାନେ ପ୍ରାନ୍ତୀୟ ଉତ୍ପାଦ କାହାକୁ କୁହାଯାଏ ନା ପରିବର୍ତ୍ତୀ ସାଧନର ପରିମାଣରେ ଏକକ ପରିବର୍ତ୍ତନ ହେଲେ ମୋଟ ଉତ୍ପାଦରେ ଯେଉଁ ପରିବର୍ତ୍ତନ ହୋଇଥାଏ ତାକୁ ପ୍ରାନ୍ତୀୟ ଉତ୍ପାଦ ବୋଲି କୁହାଯାଏ। ସାଙ୍କେତିକ ଭାଷାରେ ପ୍ରାନ୍ତୀୟ ଉତ୍ପାଦ ନିମ୍ନ ମତେ ପ୍ରକାଶ କରାଯାଏ। MP = TPN - TPN - 1। ତ ପିଲାମାନେ ମନେ ରଖିବ ପ୍ରାନ୍ତୀୟ ଉତ୍ପାଦ କାହାକୁ କୁହାଯାଏ। ପିଲାମାନେ ପ୍ରାନ୍ତୀୟ ଉତ୍ପାଦ କାହାକୁ କୁହାଯାଏ ନା ପରିବର୍ତ୍ତୀ ସାଧନର ପରିମାଣରେ ଏକକ ପରିବର୍ତ୍ତନ ହେଲେ ମୋଟ ଉତ୍ପାଦରେ ଯେଉଁ ପରିବର୍ତ୍ତନ ହୋଇଥାଏ ତାକୁ ପ୍ରାନ୍ତୀୟ ଉତ୍ପାଦ ବୋଲି କୁହାଯାଏ। ପିଲାମାନେ ମନେ ରଖିବ ପ୍ରାନ୍ତୀୟ ଉତ୍ପାଦ କାହାକୁ କୁହାଯାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା। ମୋଟ ଉତ୍ପାଦ, ହାରାହାରି ଉତ୍ପାଦନ ଓ ସୀମାନ୍ତ ଉତ୍ପାଦ ମଧ୍ୟରେ ସମ୍ପର୍କ କ'ଣ? ତ ପିଲାମାନେ ଉତ୍ତର ଲେଖିବ ଯେଉଁ ପର୍ଯ୍ୟନ୍ତ ପ୍ରାନ୍ତୀୟ ଉତ୍ପନ୍ନ ହାରାହାରି ଉତ୍ପନ୍ନ ଠାରୁ ଅଧିକ ଥାଏ ସେ ପର୍ଯ୍ୟନ୍ତ ହାରାହାରି ଉତ୍ପନ୍ନ ବୃଦ୍ଧି ଲାଭ କରୁଥାଏ। ହାରାହାରି ଉତ୍ପନ୍ନ ପରିମାଣ ସର୍ବାଧିକ ହେଲାବେଳେ ଏହା ପ୍ରାନ୍ତୀୟ ଉତ୍ପନ୍ନ ସହ ସମାନ ହୋଇଥାଏ। ପ୍ରାନ୍ତୀୟ ଉତ୍ପନ୍ନ ଶୂନ୍ୟ ହେଲାବେଳେ ମୋଟ ଉତ୍ପନ୍ନ ସର୍ବାଧିକ ହୋଇଥାଏ। ତ ପିଲାମାନେ ମନେ ରଖିବ ମୋଟ ଉତ୍ପାଦ, ହାରାହାରି ଉତ୍ପାଦନ ଓ ସୀମାନ୍ତ ଉତ୍ପାଦ ମଧ୍ୟରେ ସମ୍ପର୍କ କ'ଣ? ନେକ୍ସଟ କ୍ୱେଶ୍ଚନ। ସ୍ଥିର ସାଧନ କହିଲେ କ'ଣ ବୁଝ? ତ ପିଲାମାନେ ବହୁତ ଇମ୍ପୋର୍ଟାଣ୍ଟ ଅଛି। ସ୍ଥିର ସାଧନ କହିଲେ କ'ଣ ବୁଝ ନା ସ୍ୱଳ୍ପ କାଳରେ ଉଦ୍ୟୋକ୍ତା କେତେ ଗୁଡ଼ିଏ ସାଧନକୁ ସ୍ଥିର ରଖି ଅନ୍ୟ ସାଧନ ଗୁଡ଼ିକର ପରିମାଣରେ ପରିବର୍ତ୍ତନ କରି ଉତ୍ପାଦନ ପରିମାଣକୁ ବୃଦ୍ଧି କରିଥାଏ। ସ୍ୱଳ୍ପ କାଳରେ ଯେଉଁ ସାଧନ ଗୁଡ଼ିକର ପରିମାଣ ଉତ୍ପାଦନ ପ୍ରକ୍ରିୟାରେ ସ୍ଥିର ରହେ ସେଗୁଡ଼ିକୁ ସ୍ଥିର ସାଧନ କୁହାଯାଏ। ତ ପିଲାମାନେ ମନେ ରଖିବ ସ୍ଥିର ସାଧନ କହିଲେ କ'ଣ ବୁଝ? ନେକ୍ସଟ କ୍ୱେଶ୍ଚନ। ଅର୍ଥଶାସ୍ତ୍ରରେ ଶ୍ରମ କାହାକୁ କୁହାଯାଏ? ଅର୍ଥଶାସ୍ତ୍ରରେ ଶ୍ରମ କାହାକୁ କୁହାଯାଏ ନା ଅର୍ଥଶାସ୍ତ୍ରରେ ଶ୍ରମ କହିଲେ ଆର୍ଥିକ ପାରିତୋଷିକ ପାଇଁ କରାଯାଉଥିବା ସମସ୍ତ ପ୍ରକାରର ଶାରୀରିକ ବା ମାନସିକ ପ୍ରଚେଷ୍ଟାକୁ ବୁଝାଯାଏ। ଭୂମି ଭଳି ଏହା ମଧ୍ୟ ଏକ ମୌଳିକ ସାର୍ଥକ। ତ ପିଲାମାନେ ମନେ ରଖିବ ଅର୍ଥଶାସ୍ତ୍ରରେ ଶ୍ରମ କାହାକୁ କୁହାଯାଏ। ନେକ୍ସଟ କ୍ୱେଶ୍ଚନ। ଅର୍ଥଶାସ୍ତ୍ରରେ ଉଦ୍ୟୋଗ କାହାକୁ କୁହାଯାଏ? ତ ପିଲାମାନେ ଅର୍ଥଶାସ୍ତ୍ରରେ ଉଦ୍ୟୋଗ କାହାକୁ କୁହାଯାଏ ନା ଭୂମି, ଶ୍ରମ ଓ ପୁଞ୍ଜିକୁ ବିନିଯୋଗ କରିବା ପ୍ରୟାସକୁ ଉଦ୍ୟୋଗ କୁହାଯାଏ। ଉଦ୍ୟୋଗୀ ଏସବୁ ଉତ୍ପାଦନ ସାଧନ ମଧ୍ୟରେ ସମନ୍ୱୟ ରକ୍ଷା କରିବା ସଙ୍ଗେ ସଙ୍ଗେ କ୍ଷତି, ଭୟ ଓ ଅନିଶ୍ଚିତତାର ସମ୍ମୁଖୀନ ହୋଇ ଦ୍ରବ୍ୟର ଉତ୍ପାଦନ କରିଥାଏ। ତ ପିଲାମାନେ ମନେ ରଖିବ ଅର୍ଥଶାସ୍ତ୍ରରେ ଉଦ୍ୟୋଗ କାହାକୁ କୁହାଯାଏ। ନେକ୍ସଟ କ୍ୱେଶ୍ଚନ। ନୀତି ପରିବର୍ତ୍ତନ ବିନ୍ଦୁ କ'ଣ? ଉତ୍ତର ଲେଖିବ ଯେଉଁ ବିନ୍ଦୁରେ ମୋଟ ଉତ୍ପନ୍ନ ବର୍ଦ୍ଧିତ ହାରରେ ବୃଦ୍ଧି ପାଇବା ବନ୍ଦ କରେ ଓ ହ୍ରାସମାନ ହାରରେ ବୃଦ୍ଧି ପାଇବା ଆରମ୍ଭ କରେ ତାହାକୁ ନୀତି ପରିବର୍ତ୍ତନ ବିନ୍ଦୁ କୁହାଯାଏ। ହାରାହାରି ଉତ୍ପନ୍ନ ବଢ଼ି ବଢ଼ି ଚାଲେ ସୁତରାଂ ଏହାକୁ ବର୍ଦ୍ଧିଷ୍ଣୁ ଉତ୍ପନ୍ନ ସ୍ତର ବୋଲି କୁହାଯାଏ। ହାରାହାରି ଉତ୍ପନ୍ନ ସର୍ବାଧିକ ମୂଲ୍ୟରେ ପହଞ୍ଚିଲେ ଏହି ସ୍ତରର ସମାପ୍ତି ଘଟେ। ନେକ୍ସଟ କ୍ୱେଶ୍ଚନ। ମୋଟ ଉତ୍ପାଦ କ'ଣ? ପିଲାମାନେ ମୋଟ ଉତ୍ପାଦ କ'ଣ ବହୁତ ଇମ୍ପୋର୍ଟାଣ୍ଟ ଅଛି। ମନେ ରଖିବ ଏକ ନିର୍ଦ୍ଦିଷ୍ଟ ସମୟରେ ମୋଟ ପରିମାଣର ଉତ୍ପାଦିତ ଦ୍ରବ୍ୟ ଓ ସେବାର ସାମଗ୍ରୀକୁ ଉତ୍ପାଦନ କୁହାଯାଏ। ଅର୍ଥାତ୍ ଉତ୍ପାଦନ ଗୁଡ଼ିକର ପ୍ରତି ଏକକ ମିଶ୍ରଣରୁ ଯେଉଁ ପରିମାଣର ମୋଟ ଭୌତିକ ଦ୍ରବ୍ୟ ଓ ସେବା ଉତ୍ପାଦିତ ହୁଏ ତାହାକୁ ମୋଟ ଉତ୍ପାଦନ କୁହାଯାଏ। ଏକ ନିର୍ଦ୍ଦିଷ୍ଟ ସମୟ ପରେ ପରିବର୍ତ୍ତନୀୟ ଉତ୍ପାଦନର ଅତିରିକ୍ତ ଏକକ ନିୟୋଜିତ ହେଉଥିଲେ ମଧ୍ୟ ମୋଟ ଉତ୍ପାଦନ ହ୍ରାସ ପାଏ। ତ ପିଲାମାନେ ମନେ ରଖିବ ମୋଟ ଉତ୍ପାଦ କ'ଣ? ଉତ୍ପାଦନ କ'ଣ? ପିଲାମାନେ ଉତ୍ପାଦନ କ'ଣ ନା ଉତ୍ପାଦନ ଏକ ପ୍ରକ୍ରିୟା ଯାହାଦ୍ୱାରା ଉପାଦାନ ଗୁଡ଼ିକର ବା ଭୌତିକ ନିବେଶର ବିଭିନ୍ନ ପରିବର୍ତ୍ତନ ଘଟି ଦ୍ରବ୍ୟ ବା ଭୌତିକ ନିଗମରେ ପରିଣତ ହୁଅନ୍ତି ଏବଂ
ଏହି ଉତ୍ପାଦିତ ଦ୍ରବ୍ୟର ବିନିଯୋଗ ମୂଲ୍ୟ ଥିବା ଆବଶ୍ୟକ। ତେଣୁ ଯେତେବେଳେ କୌଣସି କାର୍ଯ୍ୟ ଦ୍ୱାରା ଗୋଟିଏ ଜିନିଷ ବା ଦ୍ରବ୍ୟର ସୃଷ୍ଟି ହୁଏ ଯାହାର ଉଭୟ ଉପଯୋଗିତା ଏବଂ ବିନିମୟ ମୂଲ୍ୟ ରହିଥାଏ, କେବଳ ସେହିଠାରେ ଉତ୍ପାଦନ ଘଟିଥାଏ। ତ ପିଲାମାନେ ମନେ ରଖିବ ଉତ୍ପାଦନ କ'ଣ? ନେକ୍ସଟ କ୍ୱେଶ୍ଚନ, ଉତ୍ପାଦନ ଫଳନ କ'ଣ? ପିଲାମାନେ ଉତ୍ପାଦନ ଫଳନ କ'ଣ? ନା ଉତ୍ପାଦନର ସାଧନ ଓ ଉତ୍ପାଦ ମଧ୍ୟରେ ଥିବା କାର୍ଯ୍ୟାତ୍ମକ ସମ୍ପର୍କକୁ ଉତ୍ପାଦନ ଫଳନ କୁହାଯାଏ। ଏହା ଦୁଇ ପ୍ରକାରର ହୋଇପାରେ, ଯଥା ସ୍ୱଳ୍ପକାଳୀନ ଉତ୍ପାଦନ ଫଳନ ଓ ଦୀର୍ଘକାଳୀନ ଉତ୍ପାଦନ ଫଳନ। ସ୍ୱଳ୍ପକାଳୀନ ଉତ୍ପାଦନ ଫଳନ ପରବର୍ତ୍ତୀ ଅନୁପାତ ସୂତ୍ରକୁ ବୁଝାଉଥିବା ବେଳେ ଦୀର୍ଘକାଳୀନ ଉତ୍ପାଦନ ଫଳନ ଆୟତନ ଉତ୍ପନ୍ନ ସୂତ୍ରକୁ ବୁଝାଇଥାଏ। ତ ପିଲାମାନେ ମନେ ରଖିବ ଉତ୍ପାଦନ ଫଳନ କ'ଣ? ନା ଉତ୍ପାଦନର ସାଧନ ଓ ଉତ୍ପାଦ ମଧ୍ୟରେ ଥିବା କାର୍ଯ୍ୟାତ୍ମକ ସମ୍ପର୍କକୁ ଉତ୍ପାଦନ ଫଳନ କୁହାଯାଏ। ନେକ୍ସଟ କ୍ୱେଶ୍ଚନ, ହାରାହାରି ଉତ୍ପାଦନ କ'ଣ? ପିଲାମାନେ ହାରାହାରି ଉତ୍ପାଦନ କ'ଣ? ନା ପରିବର୍ତ୍ତନୀୟ ଉପାଦାନର ଏକକ ପ୍ରତି। ଉତ୍ପାଦନର ଏକକ ପ୍ରତି ଉତ୍ପାଦନକୁ ହାରାହାରି ଉତ୍ପାଦନ କୁହାଯାଏ। ମୋଟ ଉତ୍ପନ୍ନକୁ ଉତ୍ପାଦନର ପରିବର୍ତ୍ତନୀୟ ଉପାଦାନ ଦ୍ୱାରା ବିଭାଜନ କଲେ ଯେଉଁ ଉତ୍ପନ୍ନ ମିଳେ ତାହାକୁ ହାରାହାରି ଉତ୍ପାଦନ କୁହାଯାଏ। ଯେତେବେଳେ ହାରାହାରି ଉତ୍ପାଦନ ସର୍ବାଧିକ ସେତେବେଳେ ସୀମାନ୍ତ ଉତ୍ପାଦନ ଶୂନ୍ୟ ହୋଇଥାଏ। ତ ପିଲାମାନେ ମନେ ରଖିବ ହାରାହାରି ଉତ୍ପାଦନ କ'ଣ? ନା ପରିବର୍ତ୍ତନୀୟ ଉପାଦାନର ଏକକ ପ୍ରତି। ଉତ୍ପାଦନର ଏକକ ପ୍ରତି ଉତ୍ପାଦନକୁ ହାରାହାରି ଉତ୍ପାଦନ କୁହାଯାଏ। ନେକ୍ସଟ କ୍ୱେଶ୍ଚନ ଦେଖିବା, ପରିବର୍ତ୍ତନୀୟ ଅନୁପାତ ନିୟମର ସଂଜ୍ଞା ଲେଖ। ପିଲାମାନେ ପରିବର୍ତ୍ତନୀୟ ଅନୁପାତ ନିୟମର ସଂଜ୍ଞା କ'ଣ ଲେଖିବ? କୃଷି କାର୍ଯ୍ୟରେ ବିନିଯୁକ୍ତ ହେଉଥିବା ଶ୍ରମ ଓ ପୁଞ୍ଜି ସହିତ କୃଷି କଳାର ଅଭିବୃଦ୍ଧି ଯଦି ସମତାଳ ରକ୍ଷା କରି ଗତି ନ କରେ ତାହେଲେ ସାଧାରଣତଃ ଉତ୍ପନ୍ନ ଦ୍ରବ୍ୟର ପରିମାଣ ଆନୁପାତିକ ଭାବେ ଅଳ୍ପ ମାତ୍ରାରେ ବୃଦ୍ଧିପ୍ରାପ୍ତ ହୁଏ। ନେକ୍ସଟ କ୍ୱେଶ୍ଚନ, ଉତ୍ପାଦନର ବିଭିନ୍ନ ଉପାଦାନ ଗୁଡ଼ିକର ନାମ ଲେଖ। ଉତ୍ତର ଲେଖିବ ବିନିମୟ ମୂଲ୍ୟ ଥିବା ଉପଯୋଗିତା ସୃଷ୍ଟି। ଆଧୁନିକ ମତରେ ଉତ୍ପାଦନ ପଦବାଚ୍ୟ, ତେଣୁ ଉତ୍ପାଦନର ଉପାଦାନ କହିଲେ ଦ୍ରବ୍ୟ ଓ ସେବା ଉତ୍ପନ୍ନରେ ସାହାଯ୍ୟ କରୁଥିବା ସମସ୍ତ ବସ୍ତୁକୁ ବୁଝାଏ। ଉତ୍ପାଦନର ଉପାଦାନ ଗୁଡ଼ିକ ହେଲା ଭୂମି, ଶ୍ରମ, ପୁଞ୍ଜି ଓ ସଂଗଠନ। ଏହି ଚାରିଗୋଟି ଉପାଦାନର ସମ୍ମିଶ୍ରଣରେ ଉତ୍ପାଦନ ସମ୍ଭବ ହୋଇଥାଏ। ନେକ୍ସଟ କ୍ୱେଶ୍ଚନ, ସୀମାନ୍ତ ଉତ୍ପାଦନ କ'ଣ? ପିଲାମାନେ ସୀମାନ୍ତ ଉତ୍ପାଦନ କ'ଣ? କୌଣସି ଉତ୍ପାଦକର ସୀମାନ୍ତ ପରିବର୍ତ୍ତନ ଯେଉଁ ପରିମାଣରେ ସମୁଦାୟ ଉତ୍ପାଦନକୁ ପ୍ରଭାବିତ କରେ ତାକୁ ସେହି ଉତ୍ପାଦକର ସୀମାନ୍ତ ଉତ୍ପାଦନ ବୋଲି କୁହାଯାଏ। ଏହା କୌଣସି ଉତ୍ପାଦକୁ ଏକ ଏକକରେ ବୃଦ୍ଧି କରି ସମୁଦାୟ ଉତ୍ପାଦନର ବୃଦ୍ଧି ପରିମାଣକୁ ବୁଝାଏ। ଏହା ଉତ୍ପାଦକର ଦର ନିର୍ଦ୍ଧାରଣରେ ମଧ୍ୟ ସହାୟକ ହୋଇଥାଏ। ତ ପିଲାମାନେ ମନେ ରଖିବ ସୀମାନ୍ତ ଉତ୍ପାଦନ କ'ଣ? ନା କୌଣସି ଉତ୍ପାଦକର ସୀମାନ୍ତ ପରିବର୍ତ୍ତନ ଯେଉଁ ପରିମାଣରେ ସମୁଦାୟ ଉତ୍ପାଦନକୁ ପ୍ରଭାବିତ କରେ ତାକୁ ସେହି ଉତ୍ପାଦକର ସୀମାନ୍ତ ଉତ୍ପାଦନ ବୋଲି କୁହାଯାଏ। ନେକ୍ସଟ କ୍ୱେଶ୍ଚନ, ବର୍ଦ୍ଧମାନ ଉତ୍ପାଦନ ନିୟମ କ'ଣ? ପିଲାମାନେ ବର୍ଦ୍ଧମାନ ଉତ୍ପାଦନ ନିୟମ କ'ଣ? ଯଦି ପରିବର୍ତ୍ତନଶୀଳ ଉପାଦାନର ଅଧିକ ବିନିଯୋଗ ଏକ ନିର୍ଦ୍ଦିଷ୍ଟ ପରିମାଣର ସ୍ଥିର ଉପାଦାନ ସହିତ ହେବା ଫଳରେ ପ୍ରତି ଅଧିକ ପରିବର୍ତ୍ତନଶୀଳ ଉପାଦାନର ବିନିଯୋଗରୁ ବର୍ଦ୍ଧିଷ୍ଣୁ ହାରରେ ପ୍ରାନ୍ତୀୟ ଉତ୍ପାଦନ ମିଳିଥାଏ, ତେବେ ଏ କ୍ଷେତ୍ରରେ ବର୍ଦ୍ଧମାନ ଉତ୍ପାଦନ ନିୟମ କାର୍ଯ୍ୟକାରୀ ହେଉଛି ବୋଲି କୁହାଯାଏ। ଏ କ୍ଷେତ୍ରରେ ମୋଟ ଉତ୍ପାଦନ ବର୍ଦ୍ଧିତ ଅନୁପାତରେ ବୃଦ୍ଧି ପାଏ। ହାରାହାରି ଉତ୍ପନ୍ନ ସର୍ବାଧିକ ମୂଲ୍ୟରେ ପହଞ୍ଚିଲେ ପ୍ରଥମ ସ୍ତରର ସମାପ୍ତି ଘଟେ। ତ ପିଲାମାନେ ମନେ ରଖିବ ବର୍ଦ୍ଧମାନ ଉତ୍ପାଦନ ନିୟମ କ'ଣ? ନେକ୍ସଟ କ୍ୱେଶ୍ଚନ, ପୁଞ୍ଜି କହିଲେ କ'ଣ ବୁଝ? ପିଲାମାନେ ପୁଞ୍ଜି କହିଲେ କ'ଣ ବୁଝ? ନା ଉତ୍ପାଦନର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ପୁଞ୍ଜି, ଯେଉଁ ମାନବ ପ୍ରସ୍ତୁତ ଯନ୍ତ୍ରପାତି, କଳକବ୍ଜା ତଥା ଉପକରଣ ଉତ୍ପାଦନ କ୍ଷେତ୍ରରେ ବିଶେଷ ସହାୟକ ଯୋଗାଇଥାନ୍ତି ସେଗୁଡ଼ିକୁ ପୁଞ୍ଜି କୁହାଯାଏ। ପୁଞ୍ଜି ସମ୍ପୂର୍ଣ୍ଣ ରୂପେ ମାନବ ପ୍ରସ୍ତୁତ ଅଟେ। ଏହା ମାନବିକ ଶ୍ରମର ଫଳ। ଏହାକୁ ମଧ୍ୟ ଉତ୍ପାଦନର ଉତ୍ପାଦିତ ଉପାଦାନ ବୋଲି କୁହାଯାଏ। ତ ପିଲାମାନେ ମନେ ରଖିବ ପୁଞ୍ଜି କହିଲେ କ'ଣ ବୁଝ?
ନା उत्पादनर अन्य एक गुरुत्वपूर्ण उपादान हेउछि पुंजी। ଯେଉଁ ମାନବ ପ୍ରସ୍ତୁତ ଯନ୍ତ୍ରପାତି କଳକବ୍ଜା ତଥା ଉପକରଣ ଉତ୍ପାଦନ କ୍ଷେତ୍ରରେ ବିଶେଷ ସହାୟକ ଯୋଗାଇଥାନ୍ତି ସେଗୁଡ଼ିକୁ ପୁଞ୍ଜି କୁହାଯାଏ। ପୁଞ୍ଜି ସମ୍ପୂର୍ଣ୍ଣ ରୂପେ ମାନବ ପ୍ରସ୍ତୁତ ଅଟେ। ଏହା ମାନବିକ ଶ୍ରମର ଫଳ। ଏହାକୁ ମଧ୍ୟ ଉତ୍ପାଦନର ଉତ୍ପାଦିତ ଉପାଦାନ ବୋଲି କୁହାଯାଏ। ନେକ୍ସଟ କ୍ୱେଶ୍ଚନ, ଶ୍ରମ ବିଭାଜନ କହିଲେ କ'ଣ ବୁଝ? ତ ପିଲାମାନେ ଶ୍ରମ ବିଭାଜନ କହିଲେ କ'ଣ ବୁଝ? ଯେତେବେଳେ ସମଗ୍ର ଉତ୍ପାଦନ କାର୍ଯ୍ୟଟିକୁ ଶ୍ରମିକ ମାନଙ୍କ ମଧ୍ୟରେ ବାଣ୍ଟି ଦିଆଯାଏ ଏବଂ ଏହାର ପ୍ରତ୍ୟେକ କ୍ଷୁଦ୍ରାଂଶ ଜଣେ ବା କେତେକ ଶ୍ରମିକଙ୍କୁ ସମ୍ପାଦନ କରିବାକୁ ହୁଏ, ତାକୁ ଶ୍ରମ ବିଭାଜନ କୁହାଯାଏ। ଶ୍ରମ ବିଭାଜନ ଦ୍ୱାରା ଶ୍ରମିକମାନେ ଅଧିକ ଦକ୍ଷ ଓ ଅଭିଜ୍ଞତା ସମ୍ପନ୍ନ ହୋଇପାରନ୍ତି। ଏହା ଦ୍ୱାରା ଶ୍ରମିକମାନେ ଅଧିକ ଉତ୍ପାଦନକ୍ଷମ ହୋଇଥାନ୍ତି। ତ ପିଲାମାନେ ମନେ ରଖିବ, ଶ୍ରମ ବିଭାଜନ କହିଲେ କ'ଣ ବୁଝ? ନେକ୍ସଟ କ୍ୱେଶ୍ଚନ, ହ୍ରାସମାନ ଉତ୍ପାଦନର ତିନୋଟି କାରଣ ଲେଖ। ତ ପିଲାମାନେ ହ୍ରାସମାନ ଉତ୍ପାଦନର ତିନୋଟି କାରଣ କ'ଣ? ନା ହ୍ରାସମାନ ଉତ୍ପାଦନର ପ୍ରଥମ କାରଣ ହେଲା ସ୍ଥିର ଉପାଦାନର ଅତ୍ୟଧିକ ବ୍ୟବହାର ଫଳରେ ହ୍ରାସମାନ ଉତ୍ପାଦନ ସ୍ତର ଦେଖାଯାଏ। ଉପାଦାନ ମଧ୍ୟରେ ପ୍ରତିସ୍ଥାପନର ଅସମ୍ପୂର୍ଣ୍ଣ ସ୍ଥିତିସ୍ଥାପକତା ଯୋଗୁଁ ହ୍ରାସମାନ ଉତ୍ପାଦନ ନିୟମ କାର୍ଯ୍ୟକାରୀ ହୋଇଥାଏ। ତୃତୀୟଟି ହେଉଛି କ'ଣ ପିଲାମାନେ? ସ୍ଥିର ଉପାଦାନ ସହିତ ପରିବର୍ତ୍ତନୀୟ ଉପାଦାନ ଗୁଡ଼ିକୁ ଅଧିକ ପରିମାଣରେ ସମ୍ମିଶ୍ରଣ କଲେ ହ୍ରାସମାନ ଉତ୍ପାଦନ ସୂତ୍ର କାର୍ଯ୍ୟକାରୀ ହୁଏ। ତ ପିଲାମାନେ ମନେ ରଖିବ, ହ୍ରାସମାନ ଉତ୍ପାଦନର ତିନୋଟି କାରଣ କ'ଣ? ନେକ୍ସଟ କ୍ୱେଶ୍ଚନ, ଉତ୍ପାଦନର ଉପାଦାନ କ'ଣ? ପିଲାମାନେ ଉତ୍ପାଦନର ଉପାଦାନ କ'ଣ? ନା ଉପଯୋଗିତାର ସୃଷ୍ଟିକୁ ଉତ୍ପାଦନ କୁହାଯାଏ। କୌଣସି ବସ୍ତୁରେ ଉପଯୋଗିତା ସଂଯୋଗ ବା ସୃଷ୍ଟି କରିବା ପାଇଁ ଉତ୍ପାଦନ କ୍ଷେତ୍ରରେ ଚାରିଗୋଟି ମୌଳିକ ଉପାଦାନ ଗୁଡ଼ିକର ଯୋଗଦାନ ଅନିବାର୍ଯ୍ୟ ଅଟେ। ଏହି ଉପାଦାନ ଗୁଡ଼ିକ ପରମ୍ପରାଗତ ଭାବେ ଚାରି ଶ୍ରେଣୀରେ ବିଭକ୍ତ, ଯଥା ଭୂମି, ଶ୍ରମ, ପୁଞ୍ଜି ଓ ସଂଗଠନ। ଭୂମି ଓ ଶ୍ରମକୁ ଉତ୍ପାଦନର ପ୍ରାଥମିକ ସାଧନ ଏବଂ ପୁଞ୍ଜି ସଂଗଠନକୁ ଗୌଣ ସାଧନ କୁହାଯାଇପାରେ। ତ ପିଲାମାନେ ମନେ ରଖିବ, ଉତ୍ପାଦନର ଉପାଦାନ କ'ଣ? ନେକ୍ସଟ କ୍ୱେଶ୍ଚନ, ପରିବର୍ତ୍ତୀ ସାଧନ କ'ଣ? ପିଲାମାନେ ପରିବର୍ତ୍ତୀ ସାଧନ କ'ଣ? ନା ସ୍ୱଳ୍ପ କାଳରେ ପ୍ରତିଷ୍ଠାନ ଯେଉଁ ସାଧନ ଗୁଡ଼ିକ ପରିବର୍ତ୍ତନ କରି ଉତ୍ପାଦରେ ପରିବର୍ତ୍ତନ କରିବା ସମ୍ଭବ ହୋଇଥାଏ ସେଗୁଡ଼ିକୁ ପରିବର୍ତ୍ତୀ ସାଧନ କୁହାଯାଇଥାଏ। ଶ୍ରମ, କଞ୍ଚାମାଲ, ବିଜୁଳି ଶକ୍ତି ଇତ୍ୟାଦି ପରିବର୍ତ୍ତୀ ସାଧନର ଉଦାହରଣ ଅଟେ। ଉତ୍ପାଦନ ବୃଦ୍ଧି ସହ ଏହି ସାଧନ ଗୁଡ଼ିକର ପରିମାଣ ବୃଦ୍ଧି ହୋଇଥାଏ, ଅର୍ଥାତ୍ ଅଧିକ ଉତ୍ପାଦନ କରିବାକୁ ଚାହିଁଲେ ପ୍ରତିଷ୍ଠାନ ଅଧିକ ଶ୍ରମିକଙ୍କୁ ନିଯୁକ୍ତି ଦେଇଥାଏ, ଅଧିକ କଞ୍ଚାମାଲ କ୍ରୟ କରିଥାଏ ଓ ଅଧିକ ବିଜୁଳି ଶକ୍ତି ବ୍ୟବହାର କରିଥାଏ। ଠିକ୍ ସେହିଭଳି ଉତ୍ପାଦନ ହ୍ରାସ ହେଲେ ଉକ୍ତ ସାଧନ ଗୁଡ଼ିକର ପରିମାଣ ହ୍ରାସ କରିବା ସମ୍ଭବ ହୋଇଥାଏ। ନେକ୍ସଟ କ୍ୱେଶ୍ଚନ, ସ୍ଥିର ଉପାଦାନ କ'ଣ? ପିଲାମାନେ ସ୍ଥିର ଉପାଦାନ କ'ଣ? ମନେ ରଖିବ, ସ୍ୱଳ୍ପ କାଳରେ ପ୍ରତିଷ୍ଠାନର ଉତ୍ପାଦନ ପରିବର୍ତ୍ତନ ହେଲେ ମଧ୍ୟ ଯେଉଁ ସାଧନ ଗୁଡ଼ିକ ଅପରିବର୍ତ୍ତିତ ରୁହନ୍ତି ସେଗୁଡ଼ିକୁ ସ୍ଥିର ସାଧନ କୁହାଯାଏ। କାରଖାନା, ଗୃହ, ମେସିନ, କୋଠାବାଡ଼ି, ସ୍ଥାୟୀ କର୍ମଚାରୀ ଇତ୍ୟାଦି ସ୍ଥିର ଉପାଦାନର ଉଦାହରଣ ଅଟେ। ପ୍ରତିଷ୍ଠାନର ଉତ୍ପାଦନର ହ୍ରାସ କିମ୍ବା ବୃଦ୍ଧି ଘଟିଲେ ମଧ୍ୟ ସ୍ଥିର ଉପାଦାନରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ପିଲାମାନେ ମନେ ରଖିବ, ସ୍ଥିର ଉପାଦାନ କ'ଣ? ନେକ୍ସଟ କ୍ୱେଶ୍ଚନ, କ୍ରମବର୍ଦ୍ଧମାନ ଉତ୍ପନ୍ନ କହିଲେ କ'ଣ ବୁଝ? କ୍ରମବର୍ଦ୍ଧମାନ ଉତ୍ପନ୍ନ କହିଲେ କ'ଣ ବୁଝ? ଉତ୍ତର ଲେଖିବ, ଏହା ସ୍ୱଳ୍ପକାଳୀନ ଉତ୍ପାଦନ ପ୍ରକ୍ରିୟାର ପ୍ରଥମ ଅବସ୍ଥା। ଏହି ଅବସ୍ଥାରେ ଶ୍ରମର ପରିବର୍ତ୍ତୀ ସାଧନ ପ୍ରତ୍ୟେକ ଅତିରିକ୍ତ ଏକକ ନିୟୋଜିତ ହେଲେ ମୋଟ ଉତ୍ପାଦ ଆନୁପାତିକ ହାରଠାରୁ ଅଧିକ ବୃଦ୍ଧି ପାଏ ଏବଂ ପ୍ରାନ୍ତୀୟ ଉତ୍ପନ୍ନ ଓ ହାରାହାରି ଉତ୍ପନ୍ନ ମଧ୍ୟ ବୃଦ୍ଧି ପାଇଥାଏ। ତ ପିଲାମାନେ ମନେ ରଖିବ, କ୍ରମବର୍ଦ୍ଧମାନ ଉତ୍ପନ୍ନ କହିଲେ କ'ଣ ବୁଝ? ନେକ୍ସଟ କ୍ୱେଶ୍ଚନ, ସଂଗଠନ କ'ଣ? ପିଲାମାନେ ସଂଗଠନ କ'ଣ? ନା ସଂଗଠନ କହିଲେ ଏକ ସ୍ୱତନ୍ତ୍ର ଧରଣର ଶ୍ରମକୁ ବୁଝାଏ, ଯାହାଦ୍ୱାରା ଉଦ୍ୟୋକ୍ତା ଭୂମି, ଶ୍ରମ ଓ ପୁଞ୍ଜିକୁ ଉତ୍ପାଦନ କାର୍ଯ୍ୟରେ ସଠିକ୍ ନିୟୋଜିତ କରି ଉତ୍ପାଦନ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିଥାନ୍ତି ଓ ବ୍ୟବସାୟ ଜନିତ ସମସ୍ତ କ୍ଷତି ଭୟ ବହନ କରନ୍ତି। ତ ପିଲାମାନେ ମନେ ରଖିବ, ସଂଗଠନ କ'ଣ?
नेक्स्ट क्वेश्चन उत्पादनर उपादान कौन पिला माने उत्पादनर उपादान कौन ना उपयोगितार सृष्टि को उत्पादन कहा जाए कोनोसी वस्तुरे उपयोगिता संयोग बा सृष्टि करिबा पाई उत्पादन क्षेत्र रे चारि गोटी मौलिक उपादान गुड़िकर योगदान अनिवार्य अटे एही उपादान गुड़िक परंपरागत भावे चारि श्रेणी रे विभक्त यथा भूमि श्रम पुंजी और संगठन भूमि और श्रम को उत्पादनर प्राथमिक साधन एवं पुंजी संगठन को गौण साधन कह जाई पारे तो पिला माने मन रखिबो उत्पादनर उपादान कौन पिला माने नेक्स्ट वीडियो रे आमे 3 मार्किया प्रश्न आलोचना करिबा तो पिला माने ता पूर्वरु तमनकु जदि एही वीडियो टी भल लागि थाए लाइक शेयर सब्सक्राइब करिया को जमे भूलिबनी थैंक यू।